ସର୍ବସ୍ୱ ସମର୍ପଣ କରି ପ୍ରଭୁ ଶିଶୁ ଅନନ୍ତଙ୍କ ଗାଦି ବ୍ରହ୍ମଙ୍କ ଭିତରେ ମୋର ଗୁରୁଦେବ ଅଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଯେତେ ଗୁରୁବର୍ଗଙ୍କର ନାଁ ଶୁଣିଛି, ତାଙ୍କ ଫଟୋଚିତ୍ର ଦେଖିଛି, ତାଙ୍କ ବାଣୀ ଶୁଣିଛି, ସମସ୍ତ ଗୁରୁଦେବଙ୍କ ଭିତରେ ଇଏ ସେବକ ବଳିଆ ଦେଖିଛି। ମୋ ପ୍ରଭୁ ଶ୍ରୀ ନିରାକାର ରୂପୀ ଅନନ୍ତଙ୍କୁ, ସିଏ ମୋ ପାଇଁ ନିରାକାର, ସିଏ ମୋ ପାଇଁ ସାକାର। ସିଏ ସବୁ ଧର୍ମର, ସବୁ ମତର, ସବୁ ପନ୍ଥର, ଜଳ ସ୍ଥଳ ବନ ଗିରି ଆକାଶ ସବୁଠାରେ ତାଙ୍କ ଲୀଳା ହୁଏ ପ୍ରକାଶ। ତେଣୁ ଆପଣମାନଙ୍କୁ ଆଜିର ଗୋଟିଏ ଭଲ ବୈଷ୍ଣବୀୟ ସନ୍ଧ୍ୟା, ଆଜି ଆମର ମହାପ୍ରଭୁ ଚୈତନ୍ୟଙ୍କର ଯେଉଁମାନେ ଆଶ୍ରିତା ବା ବୈଷ୍ଣବମାନେ ଆଜି ଗୋଟେ ପ୍ରତ୍ୟେକ ବୈଷ୍ଣବଙ୍କ ଭିତରେ ଗୋଟେ ଚୂଡ଼ା ଦହି କିମ୍ବା ଚୂଡ଼ା କ୍ଷୀର ଗୁଡ଼ ଟିକେ ପଡ଼ିବ, ଏହା ବୈଷ୍ଣବମାନଙ୍କୁ ସମର୍ପଣ କରାଯାଏ ବା ମହାପ୍ରଭୁଙ୍କ ପ୍ରସାଦ ରୂପରେ ଆଜି ବୈଷ୍ଣବମାନେ ତାକୁ ପ୍ରାପ୍ତ ହୁଅନ୍ତି। ସେ ହିଁ ମହାପ୍ରଭୁ ଚୈତନ୍ୟଙ୍କର ପ୍ରସାଦ। ଦେଖନ୍ତୁ, ଗୋଟିଏ କଥା ଏଠି କହିବାକୁ ଚାହୁଁଛି। ବଳିଆ ଜଣେ ବୈଷ୍ଣବ ନୁହେଁ କି ବାବାଜୀ ନୁହଁ କିମ୍ବା କୌଣସି ମହାପୁରୁଷ ବା ଅବତାର ବା ନିଜକୁ କୌଣସି କଥା ମୁଁ ଭାବେନି। ଗୋଟିଏ ଏ ପୃଥିବୀର ଏଇ ପଞ୍ଚ ମହାଭୂତରୁ ଆସିଥିବା ଗୋଟେ ସାଧାରଣ ମଣିଷ। ମୋ ଦେଶ ଭାରତ, ମୋର ଜନ୍ମଭୂମି ଓଡ଼ିଶା ଏବଂ ମୋର କର୍ମଭୂମି ହେଉଛି ଏଇ ଶିଶୁ ଅନନ୍ତଙ୍କ ଆଶ୍ରମ। ଏଇଠୁ ସବୁ କଥା, ସବୁଆଡ଼କୁ ଆମେ ଯାହା କରିଛୁ ଆଜି ପର୍ଯ୍ୟନ୍ତ, ଯାହା କହିଛୁ, ସବୁ ସେଇ ଶିଶୁ ଅନନ୍ତଙ୍କର ବାଣୀ। ତାଙ୍କରି ଭିତରେ ଦେଖିଛି ଠାକୁର ନିଗମାନନ୍ଦଙ୍କୁ। ଏଇଭଳି ଅନେକ ବୈଷ୍ଣବ, ଅନେକ ସଦ୍ଗୁରୁଙ୍କୁ ମୁଁ ତାଙ୍କରି ଭିତରେ ହିଁ ଦେଖିଛି। ସେଥିପାଇଁ ମୋତେ ଗୋଟିଏ ଶ୍ଲୋକ ଭଲ ଲାଗେ, ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗତଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ବଳିଆ ଗୋଟେ ଧୁନ୍ ବୋଲେ, ଗୁରୁମୟ ଏ ଜଗତ ଅନନ୍ତ ଶୟନମ୍। ସେଇ ଅନନ୍ତ କେବଳ ହିନ୍ଦୁର ନୁହନ୍ତି, ସମଗ୍ର ବିଶ୍ୱର ପ୍ରତ୍ୟେକ ଧର୍ମର, ମତର, ପନ୍ଥର ସବୁକିଛି। ତେବେ ଆଜି ବୈଷ୍ଣବୀୟ ସନ୍ଧ୍ୟାରେ ବୈଷ୍ଣବମାନଙ୍କୁ ସ୍ମରଣ କରି ଗୋଟିଏ କଥା ଆପଣମାନଙ୍କୁ ସମସ୍ତଙ୍କୁ କହୁଛି।
ଆପଣମାନେ ଭଲ ମଣିଷ ହୁଅନ୍ତୁ, ଭଲ ମନୁଷ୍ୟଟିଏ ତିଆରି କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରନ୍ତୁ। ସେଇଟା ହିଁ ହେବ ଭଗବାନଙ୍କ ବା ସେଇ ସର୍ବଶକ୍ତିମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି। ଆଜି ପରିବେଶ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି। କୋଟି କୋଟି ବୃକ୍ଷ ଜଙ୍ଗଲ ଆଉ ନାହିଁ, ପୂର୍ବ ଭଳି ଝରଣା ବହୁ ନାହିଁ। ଯଦିଓ ନଦ ନଦୀ ଅଛି, ସେ ଜଳ ମଧ୍ୟ ପ୍ରଦୂଷଣ। ଆମେ ଯେଉଁ ପବନକୁ ନିଶ୍ୱାସ ପ୍ରଶ୍ୱାସରେ ନେଉଛୁ, ସିଏ ଭଲ ମୁକ୍ତ ବାୟୁ ବି ନାହିଁ। ବିଭିନ୍ନ ପ୍ରକାର ବ୍ୟାଧି, ଅସମ୍ଭବ ବ୍ୟାଧି ଆମକୁ ଗ୍ରାସ କରୁଛି। ଆମେ ଜାଣୁଛୁ, କିନ୍ତୁ ସେଥିପାଇଁ ସଚେତନ ହେଉନା। ତେଣୁ ଆପଣମାନଙ୍କୁ ବିନମ୍ର ନିବେଦନ, ସଂକଳ୍ପ ନିଅନ୍ତୁ ଏବଂ ଏଇ ସଂକଳ୍ପଟା ଆପଣଙ୍କର ବନ୍ଧୁ ବାନ୍ଧବ, ପଡ଼ିଶା, ସାଙ୍ଗସାଥି, ସରକାର, ପ୍ରଶାସକ, ବିରୋଧୀ ଦଳ ଇତ୍ୟାଦି ଇତ୍ୟାଦି ସମସ୍ତଙ୍କୁ ଆପଣମାନେ ନିବେଦନ କରନ୍ତୁ, ଜଙ୍ଗଲ ରକ୍ଷା କରନ୍ତୁ, ବୃକ୍ଷରୋପଣ କରନ୍ତୁ। ଆମେ ଔଷଧ ଖାଇବା, କେତେ ଔଷଧ ଖାଇବା? ମନେ କରାଯାଉ ଆମେ ଦରିଦ୍ର, ଯାହା ପାଖରେ ଧନ ଅଛି ସିଏ ସିନା କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ବଞ୍ଚିବା ପାଇଁ ଚେଷ୍ଟା କରିବ। ଜଣେ ଦରିଦ୍ର ମୂର୍ଖ କେମିତି ବଞ୍ଚିବ? ତେଣୁ ପ୍ରକୃତରେ ଯଦି ଆମେ ସ୍ରଷ୍ଟାଙ୍କୁ ଭଲ ପାଉଛୁ ବା ଆମ ଇଷ୍ଟଙ୍କୁ ଭଲ ପାଉଛୁ ବା ଆମ ଗୁରୁଙ୍କୁ ଆମେ ଭଲ ପାଉଛୁ, ତାହେଲେ ଆପଣ ପରିବେଶକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ। ପରିବେଶ ବିନା ଆମେ ଦୀର୍ଘାୟୁ ହେଇପାରିବାନି। ଆମେ ମନ୍ତ୍ର ପଢ଼ି କହିବା ମାନେ ଦୀର୍ଘାୟୁ ହେବ, ଏମିତି ସବୁ ଆମେ ଯେଉଁ ମନ୍ତ୍ର ସବୁ ପଢ଼ୁ, ସେ ମନ୍ତ୍ରରେ କିଛି ହେବନି। ମନ୍ତ୍ରଟା ମନେ ରଖିବା ପାଇଁ ହେଇଛି, କିନ୍ତୁ ସଂକଳ୍ପ ନେବା ପାଇଁ ପଡ଼ିବ। ଆପଣମାନେ କୁହନ୍ତୁ, ବିଶ୍ୱଶାନ୍ତି ଯଜ୍ଞ ଆମ ସନାତନ ଧର୍ମର ହିନ୍ଦୁମାନଙ୍କ ଭିତରେ କେତେ ହେଉଛି? ଯୁଆଡ଼େ ଦେଖିବ ବିଶ୍ୱଶାନ୍ତି ଯଜ୍ଞ। କିନ୍ତୁ ବିଶ୍ୱଶାନ୍ତି ଯଜ୍ଞ ବିଶ୍ୱକୁ ତ ଶାନ୍ତି ଦେଉନି, ବିଶ୍ୱ ତ ଅଶାନ୍ତିରେ ନିଷ୍ପେଷିତ ହେଉଛି, ନିଜ ଜୀବନକୁ ମଧ୍ୟ ସେ ରକ୍ଷା କରିପାରୁନି। ନିକଟରେ କରୋନା ଗୋଟେ ଭାଇରସ୍ ଆସିଥିଲେ, ତା ପାଇଁ କେତେ ଲୋକ ମୃତ୍ୟୁବରଣ କଲେ, କେତେ ଲୋକ ଆକ୍ରାନ୍ତ ହେଲେ। ସରକାରଙ୍କର ମୁଣ୍ଡବିନ୍ଧାର କାରଣ ହେଲା। ସିଏ ପୁଣି ଭାରତବର୍ଷରେ କେବଳ ନୁହେଁ, ସମଗ୍ର ପୃଥିବୀକି ବ୍ୟାପିଲା। ପୃଥିବୀର ନେତୃବୃନ୍ଦମାନେ ମଧ୍ୟ ସମସ୍ତେ ପରିବେଶର ବିଷାକ୍ତ ପରିବେଶ ପାଇଁ ଏସବୁ ଭୂତାଣୁମାନେ ତାଙ୍କର ଜାଗ୍ରତ ହେଉଛନ୍ତି, ଏକଥା ବି ସ୍ୱୀକାର କଲେ। ଭଗବାନଙ୍କ କୃପାରୁ ବା ସର୍ବଶକ୍ତିମାନଙ୍କ କୃପାରୁ ଔଷଧ ବାହାରିଲା, ଆମେ ସୁସ୍ଥ ହେଲୁ, ଟିକେ ଶାନ୍ତିରେ ନିଶ୍ୱାସ ମାରୁ ମାରୁ ପୁଣି ସେ ମାନେ ସେ ଜୀବାଣୁ ବା ଭୂତାଣୁ ସେ ଏପର୍ଯ୍ୟନ୍ତ ଅଛି। ସେ କଲିକତାରେ ଏତେ ବାହାରିଲେ, ଓଡ଼ିଶାରେ ଏତେ ବାହାରିଲେ, ଭୁବନେଶ୍ୱରରେ ଏତେ ବାହାରିଲେ, ଦିଲ୍ଲୀରେ ଏତେ ବାହାରିଲେ। ତାହେଲେ କ'ଣ ପାଇଁ? ତେଣୁ ନିଜକୁ ସୁସ୍ଥ ରଖନ୍ତୁ।
ନିଜକୁ ସୁସ୍ଥ ରଖିବା ହିଁ ବିଶ୍ୱଶାନ୍ତି ଯଜ୍ଞର ଗୋଟେ ଶ୍ରେଷ୍ଠ ଅଙ୍ଗ। ଆମେ ଖାଲି ସର୍ବେ ଭବନ୍ତୁ ସୁଖୀ ନ କହିଲେ ସମସ୍ତେ ସୁଖରେ ରହିବେ କେବେ ନୁହଁ। ଗୋ ହତ୍ୟା ବନ୍ଦ କଥା ଖାଲି ସ୍ଲୋଗାନ ଦେଲେ ହେବନି, ଗୋ ରକ୍ଷା କରିବାକୁ ପଡ଼ିବ। ଆମେ ବିଶ୍ୱ ଶାନ୍ତି ଯଜ୍ଞ କରିବାକୁ ହେଲେ ବିଶ୍ୱର ଶାନ୍ତି ପାଇଁ ନଦ ନଦୀ ପାହାଡ଼ ପର୍ବତ ଝରଣାକୁ ସବୁ ରକ୍ଷା କରିବାକୁ ପଡ଼ିବ। ନିଜ ବାଡ଼ି ବଗିଚାରେ ଆମେ ଗଛ ଲଗାଇବା। ତେଣୁ ବଳିଆ ଏ ବିଷୟରେ ବହୁତ କହିଛି, ବହୁ ପୁରସ୍କାର ପାଇଛି, ସରକାରଙ୍କ ଠାରୁ ମଧ୍ୟ ଉପାଧି ମିଳିଛି, କିନ୍ତୁ ମୁଁ ନିଜକୁ ସେଥିରେ ସନ୍ତୁଷ୍ଟ ହେଇପାରୁନି। ମୁଁ କ'ଣ ଉପାଧି ପାଇଗଲେ ବିଶ୍ୱ ଶାନ୍ତି ହେଇଯିବ? ମୋତେ ଭାରତ ସରକାର, ଓଡ଼ିଶା ସରକାର ବା ଯିଏ ମୋତେ ଯେଉଁ ପ୍ରକାର ପୁରସ୍କାର ଦେବେ ସେଥିରେ କ'ଣ ବିଶ୍ୱ ଶାନ୍ତି ହେଇଯିବ? ବିଶ୍ୱ ଶାନ୍ତି ପାଇଁ ଯାହା ଅତ୍ୟାବଶ୍ୟକ ସେଥିପାଇଁ ଆମେ ସଂକଳ୍ପ ନେବା ଏବଂ ନିଜକୁ ଯତ୍ନ କରିବା। ନିଜକୁ ଆରମ୍ଭ କରେ ଯିଏ, ଶେଷ କରେ ସିଏ। ତୁମ ଜୀବନର ନାଟକ ଯବନିକା ହେଇନି କି ହବନି। ତୁମେ ଟିକେ ସିଗାରେଟ୍ ଛାଡ଼ ବାବୁ, ବିଡ଼ି ଛାଡ଼, ଗଞ୍ଜେଇ ଟଣା ଛାଡ଼, ଭାଙ୍ଗ ଖାଇବାକୁ ତାକୁ ଟିକେ କମେଇ ଦିଅ, ସିଗାରେଟ୍ ଛାଡ଼, ଗୁଟୁକା ଛାଡ଼, ଆଉ ସେ ମଦ୍ୟକୁ ପୁରା ଅନାନା। ହସି ଖୁସିକିରି ଆଖୁ ରସ, ପରିଡ଼ ଜଳ, ମାନେ କେତେ ବଢ଼ିଆ ବଢ଼ିଆ ସବୁ ଫଳ ରସ, ଏଇ ବର୍ତ୍ତମାନ ଜାମୁକୋଳି ଆସିଲା, ଜାମୁଡୋଳ, ଆମ୍ବ, ତରଭୁଜ, କେତେ ସୁନ୍ଦର ରସପୂର୍ଣ୍ଣ ରସାଳ ଜିନିଷ ପ୍ରଭୁ ଆମ ପାଇଁ ସୃଷ୍ଟି କରିଥିଲେ। ତେଣୁ କ'ଣ ମଦ ପିଇକିରି ମଦୁଆ ହେବ ବୋଲି? ତରଭୁଜ କିଏ ଖାଉଛି? ଫ୍ରୁଟି ନା କ'ଣ ଫୁଟି କିଏ ଖାଉଛି? କିନ୍ତୁ ଫ୍ରୁଟି ବହୁତ ଖାଉଛନ୍ତି। ଥଣ୍ଡା ପାନୀୟ ମାଠିଆରେ ରଖି, ସୁରେଇରେ ରଖି ତାକୁ କେତେ ଜଣ ପିଉଛନ୍ତି? ମାଠିଆ ସୁରେଇ ଆଉ ତୈରି ହେଉନି କି ମିଳୁନି। ଘରେ ଘରେ ଫ୍ରିଜ୍ କରିଛ, ବରଫର ତିଆରି କରୁଛ। ତୁମେ ବୁଝିଲଣି କି ସେଇ ଯେଉଁ ଫ୍ରିଜ୍ ଗୁଡ଼ାକ ସବୁ ଲାଗିଛି ତା ଦ୍ୱାରା କେତେ ବାୟୁମଣ୍ଡଳ ପ୍ରଦୂଷଣ ହେଉଛି? ଆମ ଘରେ ଫ୍ରିଜ୍ ଅଛି, କିଏ ଗୋଟେ ବାହା ହେବ ଫ୍ରିଜ୍ ଦେବ, ଆଉ ଗୋଟେ କ'ଣ ଦେବ, କେତେ ଗୁଡ଼ା କଥା ମାଗୁଛି। ସେ ଫ୍ରିଜ୍ ଦେବ, ଗଡ଼ରେଜ୍ ଦେବ, ସୋଫା ଦେବ, ଡାଇନିଂ ଟେବୁଲ୍ ଦେବ, ଆଉ ଖାଇବା ପାଇଁ ପୁଳାଏ ମାଂସ ଦେବ, ଆଉ ପୁଳାଏ ମଦ ଦେବ। ଏଇ କ'ଣ ଦୁନିଆ? ବଢ଼ିଆ ଗୋଟେ ଗୀତ ବୋଲେ। ଏବେ ତ ଆଶ୍ରମରେ ଆମର ଘଣ୍ଟା ଘଣ୍ଟା ଆଉ ବାଜିବନି, ଆଜିକ ଗୋଟେ ବାଜିବ, କାଲିଠୁ ସବୁ ବନ୍ଦ ହେବ। ଆମେ କେବଳ ଶୂନ୍ୟ ଚାହୁଁ, ନିର୍ଜନତା ଚାହୁଁ। ଆପଣ ଏଥରକ ଆସିଲେ ଦେଖିବେ ଆଶ୍ରମରେ ଆଉ ପୂର୍ବ ଭଳି ମୂର୍ତ୍ତି ନାହିଁ। ଯେଉଁ ଗୋଟିଏ ମୂର୍ତ୍ତି ଥିଲେ ସେହି ହିଁ ପୂଜା ପାଉଛନ୍ତି, ସେଇଠି ଟିକେ ନିରବ ପ୍ରାର୍ଥନା ହେଉଛି। ଠାକୁର କିଛି କହୁନାହାନ୍ତି, ଆମେ ସବୁ କରିଥିଲୁ, ଆମେ ବନ୍ଦ କରିଦେଲୁ। ଆଉ ଗୋଟେ ମନେ ମନେ ବେଳେବେଳେ ଗାଏ, ଏ ଘରେ ଏ ଘରେ ଏ ଘରେ ଏ ଘରେ
ମାନବ କୁଣିଆ ସରବେ 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 ଅଢ଼େଇ ଦିନିଆ। ଆକାଶ ଆମରି ଛପର ମରତ ଆମରି ଦୁଆର। ବସା ଘର ସବୁ ବିଭୁଙ୍କ କୋଠରୀ, ତଥି ମଧ୍ୟେ ଆମେ ମୂଲିଆ। ଏ ଘରେ ମାନବ କୁଣିଆ। ତୁମେ କୁଣିଆ ହେଇ ଆସିବା ଲୋକ ମାଲିକପଣରେ କହୁଛ। ତମେ କ'ଣ ମାଲିକ? ତା ଯିଏ ଦେଖିଥିଲେ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ 14 ଭୁବନ ବାରତା ଜାଣନ୍ତି, ଚକ୍ରରେ ଛେଦନ୍ତି, ଆରତ ନାହିଁ ନାହିଁ ତ। ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ। ଆମରି ଓଡ଼ିଆ କବି ମହାପୁରୁଷ ଭଳି ଯେ ଅଭିମନ୍ୟୁ ସାମନ୍ତ ସିଂହାର ଲେଖିଲେ, ଆଉ ମନକୁ ଲେଖିଲେ କ'ଣ ଗଞ୍ଜେଇ ଆଣିକି ଲେଖିଥିଲେ? ଏତେ ଗୁଡ଼ାକ ଗୀତ ଲେଖିଲେ କେମିତି? ସେ ତାଙ୍କ ପ୍ରଥମ ଗୀତ କି କ'ଣ ମଝି ଗୀତ ମୁଁ କହିପାରିବିନି, ଯାହା ଶୁଣିଛି। କରମଙ୍ଗା ଗଛ ପାଖରେ ଗଛ ତଳେ ବସି ସେ ଲେଖିଲେ। ଆଜିର ପିଲାମାନେ କରମଙ୍ଗା ଦେଖିଛ? କରମଙ୍ଗା ଖଟା ଖାଇଛ? କିନ୍ତୁ ସିଏ ପ୍ରକୃତ ଖାଇଥିଲେ। ସିଏ ଲେଖିଥିଲେ, କରମଙ୍ଗା ଗଛ ଛାଇ ଗୋ ଫୁଲ ବଉଳ ବେଣୀ। କରମ ଯାହାର ଅବଳ ହୋଇବ, ଦୁର୍ବଳ ହୋଇବ, ନାଇଁ ନାଇଁ ସବଳ ହୋଇବ, କୃଷ୍ଣଙ୍କୁ ପାଇବ, ସେହି ଗୋ ଫୁଲ ବଉଳ ବେଣୀ। ତାହେଲେ କର୍ମ ତ ନାହିଁ, ଆଉ ମୂଲିଆ କ'ଣ କେତେବେଳେ ହବ? ଆଚ୍ଛା ହଉ, ସେଇଟା ଗୋଟେ ଗଲା। ଅଭିମନ୍ୟୁ ଆଉ ଗୋଟେ ବଢ଼ିଆ କଥା ଲେଖିଲେ। ଆମେ ତ ଘରେ ଘରେ କୃଷ୍ଣଙ୍କୁ ପୂଜା କରୁଛୁ। ସେ ତ ସେତେବେଳେ କ'ଣ ହେଉଥିଲା କି ନାହିଁ ମୁଁ ଆମେ କହିପାରିବାନି। ସେ ଲେଖିଲେ, ଅପ୍ରାକୃତ ଅପ୍ରାକୃତ। ସିଏ କେମିତି ଅପ୍ରାକୃତ? ସେ ପୁଣି କ'ଣ? ପ୍ରେମ ମୂର୍ତ୍ତି, ଭଲ ପାଇବା, ଭଲ ପାଇବାର ସେ ଗୋଟିଏ ସୁନ୍ଦର ନିଦର୍ଶନ। ସେ ଆଉ କାହାକୁ ସୁନ୍ଦର ବୋଲି କହିପାରିଲେନି। ତାପରେ କହିଲେ, ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି। ଆରେ କେଡ଼େ ବଡ଼ କଥାଟା କହିଦେଲେ। ରାଧା ହେଉଛନ୍ତି ଆମେ ସମସ୍ତେ, ସିଏ ହେଉଛନ୍ତି ଜଣେ କୃଷ୍ଣ। ତାପରେ କ'ଣ ତାଙ୍କ ମନକୁ ଆସିଲା, ସେ ଲେଖିଲେ, ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରୀ। ତାହେଲେ ତାଙ୍କୁ ଦେଖାଗଲା ବୋଲି ସେ ଲେଖିଲେ ନା ମନକୁ ଲେଖିଲେ? ଆମର ଗୀତା କହିଲେ
ଅବ୍ୟକ୍ତ ଦିନି ଭୂତାନି ବ୍ୟକ୍ତ ମଧାନି ଭାରତ। ସେ କଥାକୁ ଅଭିମନ୍ୟୁ ଲେଖିଲେ। ତେଣୁ କେତେ ସୁନ୍ଦର କଥା। ତାଙ୍କୁ କିଏ ଦେଖିବାକୁ ଯାଇଛ? ଅଭିମନ୍ୟୁଙ୍କର ସମାଧି ପୀଠ ଆଜି ବି ଅଛି। ତାଙ୍କ ହାତ ତିଆରି ମାନସ ବୃନ୍ଦାବନ ବି ଆଜି ଅଛି। ପ୍ରଭୁ ରାଧାମୋହନ ଆଜି ବି ପୂଜା ପାଉଛନ୍ତି। ସେ ଭାଙ୍ଗିଗଲେ ପୁଣି ତାଙ୍କୁ ନୂଆ କରିଦେଉଛୁ। ଏଇ ବଳିଆକୁ ସେମାନେ ଗୋଟାଏ ତାଙ୍କ ପରିବାର ସହିତ ମିଶାଇ ଦେଲେଣି। ବଳିଆ ତାର ଯାହା ମନକୁ ମନ ଆଉଛି କରୁଛି ଆଉ କ'ଣ କହୁଛି ଆଉ। ଗୋଟେ ନାମ ଆମେ ସେଠି କରୁଛୁ, ଜୟ ଅଭିମନ୍ୟୁ ଜୟ ଅଭିମନ୍ୟୁ ଜୟ ଅଭିମନ୍ୟୁ ରାଧେ। ଆଉ କ'ଣ ମନେ ପଡ଼ୁନି, ଚାଲିଛି କୀର୍ତ୍ତନ। ତେଣୁ ଗୋଟେ ଆନନ୍ଦ ସିନା ଆନନ୍ଦ ହୁଅନ୍ତା, ପୂଜା କରିବାକୁ ବ୍ରାହ୍ମଣ ମିଳୁନାହାନ୍ତି। 84 କୋଶ ବୃନ୍ଦାବନ 84 ଏକରରେ ପରିଣତ କରି ସେ ସୃଷ୍ଟି କରିଛନ୍ତି ମାନସ ବୃନ୍ଦାବନ। ସିଏ ବୃନ୍ଦାବନକୁ ବୁଲିବାକୁ କେତେ ଜଣ ଆଇଲେଣି? ଉତ୍ତରପ୍ରଦେଶ ବୃନ୍ଦାବନକୁ ବହୁତ ଭଲ। ଯାଅ, ସେ ବି ବୃନ୍ଦାବନ, ଆଉ ଯିବନି କାହିଁକି? ବୃନ୍ଦାବନ ରମ୍ୟ ସ୍ଥାନ, ଦିବ୍ୟର ଚିନ୍ତା, ମନରେ ଧ୍ୟାନ, ଯାଅ। କିନ୍ତୁ ଆମ ବୃନ୍ଦାବନ ଆମ ପାଇଁ ଯିଏ ସୃଷ୍ଟି କରିଥିଲେ ସେଠିକି ଟିକେ କେତେବେଳେ ଯାଉନା? ସେଠି ହୋଟେଲ ଲଜିଂ କିଛି ନାହିଁ। ଦର୍ଶନ ଟିକେ କରିବ, ଅଭିମନ୍ୟୁଙ୍କୁ ଟିକେ ଦେଖିବ। ତେଣୁ ଆଉ କ'ଣ ବଳିଆ କହିବ? ସେଇଠି ପୂଜା କରି ତାଙ୍କର ଗୋଟିଏ ପୁତ୍ର ସେଇ ବଂଶର ଗୋଟିଏ ପୁତ୍ର ବୁଲୁ, ହୃଷିକେଶ, ଆଉ ଦୁଇ ତିନୋଟି ଭାଇ ଅଛନ୍ତି, ମୋର ମନେ ପଡ଼ୁନି ତାଙ୍କ ନାଁ। ବୁଲୁ ଥିଲା ଏକାନ୍ତ ମାନେ ବଳିଆର ଲୋକ। ତାର ଝିଅଟିଏ ଥିଲା। ଝିଅଟି ପରେ ଗୋଟେ ସମସ୍ତଙ୍କର ମନ ହୁଏ ଗୋଟେ ପୁଅଟିଏ ପାଇବା ପାଇଁ। ମୋତେ କହିଲେ, ମୁଁ କହିଲେ ମୁଁ କେଉଁଠି ପୁଅଟା କେଉଁଠି ଗଢ଼ିକି ନଡ଼ିଆ ନା ପଣସ ମୁଁ ଟିକେ ଗଢ଼ିକି ଦେବି। ମୋର ଗୋଟେ ରାଧାମୋହନଙ୍କ ପାଖରେ ଗୋଟେ ନିବେଦନ କଲି। ପୁଅଟିଏ ଜନ୍ମ ହେଲା, ତା ନାଁ ଦିଆଗଲା କାହ୍ନା। ଖୁବ୍ କମ୍ ବୟସର ପିଲାଟା। ଆଜି ରାଧାମୋହନଙ୍କ କାର୍ଯ୍ୟରେ ତାର ଶ୍ରମ ଅର୍ଥ ଲାଗୁଛି। ଆଶ୍ରମକୁ ଯେତେବେଳେ ଆଉଛି ମୋତେ ହାତ ଖର୍ଚ୍ଚ ଦେଉଛି। ତା ଭଉଣୀ ତା ମାଆକୁ ମଧ୍ୟ ଭଲ ଭାବରେ ଦେଖୁଛି। ତା ଭଉଣୀ କେମିତି ବାହାଘର ହେବ, କେମିତି କ'ଣ ହେବ। ପୁଣି କଟକରେ ଗୋଟେ ଦୋକାନ ଖୋଲିଛି। ବା, କେଡ଼େ ରାଧାମୋହନ କେଡ଼େ ବଡ଼ କୃପା କରିଛନ୍ତି। ଆଉ ତୁମେ ଟିକେ ରାଧାମୋହନକୁ ଦେଖିବାକୁ ଯିବନି, ତୁମେ କାହିଁ କୃପା ପାଇବ? ତୁମେ ଖାଲି ଯିବ ନଙ୍ଗୁଳି ନାଚ ଦେଖିବା। ତେଣୁ ସମସ୍ତଙ୍କୁ ଶୁଭେଚ୍ଛା ଦେଉଛି। ମୋତେ ବର୍ତ୍ତମାନ ବିରକ୍ତ କିଛି କରନା। ନିଜ ଘରେ ନିଜେ ରହି ପ୍ରାର୍ଥନା କର। ପ୍ରଥମରେ ପ୍ରାର୍ଥନା କରିବ ସୃଷ୍ଟିର ମଙ୍ଗଳ ପାଇଁ, ତାପରେ ତୁମେ ଯାହା ପାଇଁ ମାଗୁଛ ମାଗ। ହୃଦୟ ହେଉଛି ଆମ ଠାକୁରଙ୍କ ଘର। ହାର୍ଟ ଇଜ୍ ରେସିଡେନ୍ସ ଅଫ୍ ଲର୍ଡ। ସେଇ ଘରକୁ ଚିନ୍ତା କର। ଦୁଃଖ ସୁଖ ଭଲ ମନ୍ଦ ତାଙ୍କୁ ହିଁ କୁହ। ବଳିଆ ଟିକେ କିଛି ଦିନ ପାଇଁ ଆଜି ଟିକେ ବହୁତ ଭଲ ଲାଗୁଛି ବୋଲି ଏତେ କଥା କହିଲେ। ଯିବି, ଯେଉଁଠି ରହିବି
ସେଠି ବିରକ୍ତ କରିବ ନାହିଁ। ସେଠି ରୋଷେଇବାସ କରି ତୁମକୁ ଆମେ କେହି ଖାଇବାକୁ ଦେଇପାରିବୁନି। ଆମ ପାଖରେ ପୂଜାରୀ ନାହାନ୍ତି ନା ପୂଜକ ନାହାନ୍ତି। ଆମେ ଆମର ଟିକେ କରିକି ଡାଲା ଭାତ ଖାଇବୁ, ତୁମେ ଖାଲି ଶୁଣିବ। କିନ୍ତୁ ସବୁଦିନେ ବାର୍ତ୍ତାଟିଏ ପାଉଥିବ। ସେଠି ଯଦି ତୁମେ ମୋତେ ଗଣ୍ଡଗୋଳିଆ କରିବ, ମୋର ଚୁପ୍ କରି ଚାଲିଯିବି। ଯେଉଁଠି ଗୋଟେ ଭଲ ଲକ୍ଜରିୟସ୍ ହୋଟେଲ ଥିବ, ସେଇଠି ଲିଫ୍ଟ ଥିବ, ଚାଲିଯିବି ରହିବି। ତୁମେ ଆଫୁ ଖାଇବ, ଆଫୁ ଭଜିବ। ଇଏ ଖନା ବଳିଆର ରୁଢ଼କ୍ତି, ଇଏ ସେବକ ବଳିଆର ସଚେତନତାର ବାର୍ତ୍ତା। ସାବଧାନ, କାଳ ଜଗିକିରି ବସିଛି, କେତେବେଳେ ଝାମ୍ପି ନେବରେ। ଶାନ୍ତ ହୁଅ, ସ୍ଥିର ହୁଅ। ଅଂ ବଂ ଜଂ ଜପ କରି ସଂକଳ୍ପ କରି ଜୀବନକୁ, ପରିବାରକୁ, ସମାଜକୁ ସୁସ୍ଥ କରିବା ପାଇଁ ଚେଷ୍ଟା କର। ଗାଈ କ୍ଷୀର ଖାଅ, ଗାଈ ଘିଅ ଖାଅ, ଗାଈ ଦହି ଖାଅ। ଓ ମଇଁଷିର ଖାଇଲେ ବି ହେବ, ଛେଳିର ବି ଖାଇଲେ ହେବ। ଆଉ ମଦ ପିଇଲେ କ'ଣଟା ହେବ? ହଉ, ଶେଷରେ ଏଇ ଲେମ୍ବୁ ଲୁଣ ଖାଉଥିବା ଭଳିଆ ନିଜକୁ ସେ ଲେମ୍ବୁ ସ୍ୱରୂପୀ ଅଖଣ୍ଡ ମଣ୍ଡଳଙ୍କୁ ସମର୍ପିତ ହୋଇ ସମର୍ପଣ କରି ରହୁଛି। ଜୟ ଗୁରୁ, ଜୟ ଜଗନ୍ନାଥ। ସମସ୍ତଙ୍କୁ ବଳିଆର ହାତ ଯୋଡ଼ି ପ୍ରାର୍ଥନା, ହାତ ଯୋଡ଼ି ନିବେଦନ। ଭୁଲିବ ନାହିଁ। ମୁଁ ପୁଣି ଫେରି ଆସିଲେ ତୁମ ସାଙ୍ଗେ ତୁମେ ସବୁ ଆସିବ, ମୋତେ ଦେଖିବ, ପୁଣି ଭାତ ଡାଲମା କରିବା, ପୁଣି ମଠରେ ଖାଇବା ପିଇବା ହେବ। ବର୍ତ୍ତମାନ ଆମେ ଭାରି ଅଡ଼ୁଆ। ହଉ, ରହିଲି। ଜୟ ଗୁରୁ।